शान्ताकारं भुजगशयनं पद्मनाभं सुरेशं विश्वाधारं गगनसदृशं मेघवर्णं शुभाङ्गं लक्ष्मीकान्तं कमलनयनं योगिविद्यानगम्यं वन्दे विष्णुं भवयारं सर्वलोकैकनाथं। तुमेव माता च पिता तुमेव बन्धु स सखा तुमेव विद्या द्रविणं तुमेव सर्वं मम देव देव। ओम नमो भगवते वासुदेवाय नमो नमः। ब्रह्ममुहूर्त पुराण गणेशखण्ड त्रयोविंशोऽध्याय गणेश वैकरन्त वृत्तान्त वर्णन। नारद बोले नारायण महामती हरिଙ୍କ ବଂଶେ ଆପଣ ଜନମୀ ଅଛନ୍ତି। ଗଣେଶ ଚରିତ କଥା ଆପଣଙ୍କ ଠାରୁ ଶୁଣିନ ସଂଶୟ ଦୂର ହୋଇଲା ମନରୁ। ଏବେ ଆଉ କଥାଟିଏ କୁହନ୍ତୁ ବତାଇ ସଦା ହୋଇଅଛି ମୋର ଶୁଣିବାର ପାଇଁ। ଗଣେଶଙ୍କ ପିଣ୍ଡେ ଗଜ ମୁଣ୍ଡ ଆଣି କରି ଯୁକ୍ତ କରାଇଲେ ଯେତେବେଳେ ନର ହରି। ଦୁଇ ଗୋଟି ଦନ୍ତ ତହିଁ ଥିଲା ତ ନିଶ୍ଚଳେ କାହିଁକି ସେ ଅବା ଏକ ଦନ୍ତ ବୋଲାଇଲେ। ଆଉ ଏକ ଦନ୍ତ କାହିଁ ଗଲା ତାହାଙ୍କର ବତାଇଣ ଏହା ମୋତେ କହ ମୁନିବର। ତାହା ଶୁଣି ନାରାୟଣ ବୋଇଲେ ସେ କଥା କହୁଅଛି ମନ ଦେଇ ଶୁଣ ସାର କଥା। ଇତିହାସ ସିଦ୍ଧେ ଏହା ପୁରାଣ ଚରିତ ଶୁଣିଲେ ଖଣ୍ଡିତ ଏବଂ ଅଶେଷ ଦୂରିତ। ଏକ ଦିନେ କାର୍ତ୍ତବୀର୍ଯ୍ୟ ନାମେ ନରପତି ମୃଗୟା କରିବା ପାଇଁ ବଳାଇଣମତି ବନ ମଧ୍ୟ ପରିବେଶ ହେଲେ ବେଗେ ଯାଇ ବହୁତ ମୃଗଙ୍କୁ ସରେ ବଧ କଲେ ତହିଁ। ଦିବସ ଶେଷରେ ନିଶା ହେଲା ପରବେଶ ରହିଲେ ସେଇ ବନରେ ନରଙ୍କର ଈଶ। ସେଇଠାରେ ଯମଦଗ୍ନି ମୁନିଙ୍କ ଆଶ୍ରମ ଅଳ୍ପ ଦୂରରେ ହୋଇଥିଲା ମନୋରମ। ସୈନ୍ୟ ସହିତ ରାଜା ସେ ଆଶ୍ରମ ପାଖେ ଯାପନ କଲେ ସେ ନିଶା ରହି ମହାସୁଖେ। ପ୍ରଭାତ ହେବାରୁ ଶଯ୍ୟା ତ୍ୟାଗ କରିଥିଲେ ନଦୀ ଜଳେ ସ୍ନାନ ସନ୍ଧ୍ୟା ତର୍ପଣ କଲେ। ଦତ୍ତାତ୍ରେୟ ଦେଇଥିବା ମନୁ ମହାମନ୍ତ୍ର ଜପ କଲେ ବସି ଗୁଣି ହୋଇନ ସ୍ୱତନ୍ତ୍ର। ଯମଦଗ୍ନି ମୁନିବର ସେହି ସମୟରେ ସ୍ନାନ କରୁଥିଲେ ମଧ୍ୟ ଶେଷ ଋତୁରେ। ନୃପତିଙ୍କୁ ଦେଖି କରି ହୋଇ ଆନନ୍ଦିତ ପଚାରିଲେ ନାନା ମତେ କୁଶଳ ବୃତ୍ତାନ୍ତ। ପ୍ରଣାମ କରି ରାଜା ମୁନିଙ୍କ ପୟରେ ଉଭା ହୋଇ କର ଯୋଡ଼ି ବିନୟ ଭାବରେ ଆପଣା କୁଶଳ କଥା ନିବେଦନ କଲେ। ଆଜି ମୋର ପୂର୍ବ ତପ ଫଳିଲା ବୋଇଲେ ଆବର ବୋଇଲେ ମୁହିଁ ମୃଗୟା ଇଚ୍ଛରେ ସୈନ୍ୟ ଘେନି ଉପସ୍ଥିତ ହେଲି ଏ ବନରେ। ନିଶାମୁଖ ହେବା ଯୋଗୁ ବୃକ୍ଷ ମୂଳେ ରହି ରଜନୀ ଯାପନ କଲି ହେ ମୁନି ଗୋସାଇ। ସ୍ନାନ କରିବାକୁ ଏହିଠାକୁ ଆସିଥିଲି ଭାଗ୍ୟ ବଳେ ଆପଣଙ୍କ ଦର୍ଶନ ପାଇଲି। ତା ଶୁଣି ମୁନିବର ସନ୍ତୁଷ୍ଟ ହୋଇଲେ ଆମନ୍ତ୍ରଣ କରି ତାଙ୍କ ଆଶ୍ରମକୁ ଗଲେ। ଭାବିଲେ ରାଜାଙ୍କୁ ମୁଁ ତ କଲି ଆମନ୍ତ୍ରଣ ସତ୍କାର ନ କଲେ ଲଜ୍ଜା ପାଇବି ଯେ ପୁନଃ। ଏମନ୍ତ ବିଚାରି କାମଧେନୁକୁ ମହର୍ଷି କହିଲେ ସେ କାଳେ ସବୁ ବୃତ୍ତାନ୍ତ ବିଶେଷୀ। ଧେନୁ ବୋଇଲେ ବୋ ମୁନି ନ ହୁଅ କାତର ମୁଇଁ ଥିବା ଠାରେ କିଛି କିବା ଅଭାବ ତୁମର। ଉତ୍ତମ ସତ୍କାର ଆଜି ରାଜାଙ୍କୁ କରିବି ଯେ ଯାହା ମାଗିବ ତାହା ଆଣି ତାଙ୍କୁ ଦେବି। ତୁମ୍ଭ ପ୍ରସାଦରେ ଯେତେ ଦୁର୍ଲଭ ପଦାର୍ଥ ଆଣିଦେବା ପାଇଁ ମୁହିଁ ଅଟଇ ସମର୍ଥ। ହେମନ୍ତ କହି ସୁରଭି ନିଜ ପ୍ରଭାବରେ ନାନାବିଧ ଦ୍ରବ୍ୟ ଅଣାଇଲେ ସେ ରଥରେ। ସୁବର୍ଣ୍ଣ ରତମୟ ଭୋଜନ ରାଜନ ଗଦା କରିଦେଲେ ଆଣି ପର୍ବତ ସମାନ। ସେହି ଅନୁରୂପେ ପାକ ପାତ୍ର ଅପ୍ରମିତ ରଖାଇଲେ ପାକଶାଳେ ହୋଇଣ ଜାଗ୍ରତ। ପକ୍କ ପରିଷ୍କୃତ ଖାଦ୍ୟ ପେୟ ସ୍ଥାନେ ସ୍ଥାନେ ଯୋଗାଇ ରଖିଲେ ପୁଣି ହରଷିତ ମନେ। ନାରିକେଳ ପୋକରମ୍ଭା ଶ୍ରୀଫଳ ପନସ ଚୌତ ଆଦି
ଫଳମାନ ଆଣିଲେ ବିଶେଷ ଲଡୁ ଲଡୁ ମିଷ୍ଟକ ଅନ୍ନ ବ୍ୟଞ୍ଜନ ଆମିଷ ଦ୍ରବ୍ୟମାନ ରଖାଇଲେ ଆହେ ମୁନିଷ ଜବ ଗୋଧୂମ ପୁସ୍ତକ ଦଧି ଦୁଗ୍ଧ ଅଣାଇ ରଖିଲେ ଯଥା ସ୍ଥାନରେ ବହୁତ ଶର୍କରା ମୁଦକ ବ୍ରହ୍ମା ନଗ କେତେ ସ୍ଥାନେ ଥୋଇଲେ ଆଣାଇ ରୌପ୍ୟ ସୁବର୍ଣ୍ଣ ଭୋଜନେ କର୍ପୂର ଚନ୍ଦନ ମିଶାଇ ତାମ୍ବୁଳ ସଜାଡ଼ି ଥୋଇଲେ ସୁବର୍ଣ୍ଣ ପାତ୍ର ମାନଙ୍କରେ ବାଡ଼ି ରାଜଯୋଗ୍ୟ ଅଳଙ୍କାର ବସ୍ତ୍ର କୋଟି କୋଟି ବାସଗୃହ ମାନଙ୍କରେ କରାଇଲେ ଗୋଟି ଏମନ୍ତ ସମ୍ଭାର ଦେଖି ଯମଦଗ୍ନି ମୁନି ସୈନ୍ୟ ସହିତ ରାଜାଙ୍କୁ ଡକାଇ ସେ ଖଣି ରହିବା ପାଇଁ ସେଇ ଦିବ୍ୟପୁରେ ନେଇ ବସାଇ ଦେଇ ନ କହି ପ୍ରୀତିମତୀ ହୋଇ ବୋଇଲେ ରାଜନ ତୁମେ ଇଚ୍ଛା ଅନୁସାରେ ଏ ସମସ୍ତ ଦ୍ରବ୍ୟ ଭୋଗ କର ଆନନ୍ଦରେ ତାହା ଶୁଣି ରାଜା ନିଜ ଅନୁଚର ତୁଲେ ମହାସୁଖେ ସେ ଦୁର୍ଲଭ ଭବନେ ରହିଲେ ଶୈଶବ କାଳର ଯେଉଁ ଯେଉଁ ଦ୍ରବ୍ୟମାନ କରିନଥିଲେ ସେ ଦେ ନିଜ ଚକ୍ଷୁରେ ଦର୍ଶନ ସେ ସକଳ ଦ୍ରବ୍ୟ ସେହିଠାରେ ଦେଖି କରି ବିସ୍ମୟ ରସରେ ମଗ୍ନ ହେଲେ ଦଣ୍ଡଧାରୀ ମନ୍ତ୍ରୀଙ୍କ ବସକୁ ଯାଇ ବୋଇଲେ ସଚିବ ଏଇଠାରେ ପୁଣି ହୋଇ ଅଛି ଏତେ ଦ୍ରବ୍ୟ ଦୁର୍ଲଭ ଅସୁତ ପୂର୍ବ ଅଟେ ସବୁ ଏହି ଏମନ୍ତ ପଦାର୍ଥ କାହିଁ ନ ଦେଖିଛି ମୁଇଁ କେଉଁଠାରୁ ଏହା ସବୁ ଅଣାଇଲେ ମୁନି ଆଲୋଚନା କର ତୁମେ ନ ହୋଇନ ତୁନି ନୃପଙ୍କ ଆଦେଶ ଶିରେ ଘେନି ମନ୍ତ୍ରୀ ବର ଅନ୍ୱେଷଣ କଲେ ବୁଲି ବୁଲି ସେ ସ୍ଥାନର ଋଷିଙ୍କ ଆଶ୍ରମ ସବୁ ଆଡ଼ରେ ବୁଲିଲେ ପୁଣି ଆସି ରାଜାଙ୍କର ଆଗେ ଜଣାଇଲେ ବୋଇଲେ ଆହି ରାଜନ ଆଶ୍ରମରେ ବୁଲି ମୁନିଙ୍କର ଗୃହ ସବୁ ଦେଖି ଦେଖି ଗଲି ଯଜ୍ଞ କୁଣ୍ଡ ହୋମ କାଷ୍ଟ କୁଶ ପୁଷ୍ପ ଫଳ ମୃଗ ଚର୍ମ ଶୁଭ ସୂଚେ ହୋଇଛି ସଂକୁଳ ଜାଗ ଯଜ୍ଞ ନାନା ଶସ୍ୟ ପୁରୀ ରହିଅଛି ଏଠୁ ଅନ୍ୟ ଦ୍ରବ୍ୟ କାହିଁ ଦେଖା ନାହିଁ କିଛି ବସିଛନ୍ତି ମୁନିଙ୍କର ପାଶେ ଶେଷ ଗଣ ସମସ୍ତେ ବଳକଧାରୀ ହିଂସା ରାଗ ଶୂନ୍ୟ ସ୍ତ୍ରୀ ମାନେ ମଧ୍ୟ ବଳ କଳବସନ କାହା ଦେ ଅଳଙ୍କାର ନାହିଁ କିଛି ଜାଣ ବାଳକ ମାନେ ମସ୍ତକେ ବହି ଜଟା ଭାର ତପସ୍ୱୀ ବେଶରେ ଦିଶୁଛନ୍ତି ମନୋହର କେବଳ ଦେଖିଲି ଏକ ସ୍ଥାନେ ଗାଇଛି ବନ୍ଧା ହୋଇଅଛି ଆଏ ନରଙ୍କର ରାଏ କପିଳ ବର୍ଣ୍ଣ ତାର ଇନ୍ଦ୍ର ତୁଲ୍ୟ କାନ୍ତି ରକ୍ତ ପଙ୍କଜ ପରାଏ ନୟନ ଦିଶନ୍ତି ସକଳ ଗୁଣ ଆଧାର ଅଟଇ ସେ ଗାଇ ଦେବତା ସମାନ ତେଜ ବହିଅଛି ସେଇ ଧେନୁ ପ୍ରଭାବରେ ଏ ଦ୍ରବ୍ୟ ସକଳ ଆମକୁ ଦେଲେ ଜମ ଦଗ୍ନି ତପଶୀଳ ଯେବେ ସେଇ ଗାଈଟିକୁ ଆମେ ନେଇପାରେ ବହୁତ କାର୍ଯ୍ୟ ଆମର ହେବ ନିଶ୍ଚୟ ନେଇ ଏହି ରୂପେ ମନ୍ତ୍ରୀ ମୁକୁ ଶୁଣି ନରପତି ସୁବିଚାର ଛାଡ଼ି କେନେ ବଳାଇଲେ ମତି କାଳ ତ ତାହାଙ୍କ ବାଳ ଧରିଥିଲା ଆସି ଶେଷକ ସୁଧେନୁ ପାଇଁ ହୋଇଲେ ଲାଳସୀ ବଳବନ୍ତ ଲୋକଠାରେ ଧର୍ମ ଭାବ ରହି ନ ପାରେ ସବୁବେଳେ କରିଥାବ ପୁଣ୍ୟବନ୍ତ ବୁଦ୍ଧିମନ୍ତ ହେଲେ ରାଜନ ନ ରହିଲା ତାହାଙ୍କର ହିତାହିତ ଜ୍ଞାନ ପୁଣି କହିଲେ ପୁଣ୍ୟ କର୍ମ କରଇ ମନୁଷ୍ୟ ପାପ କର୍ମ ବଳେ ହେଲେ ପାପ ବଶମ ପୁଣ୍ୟ କର୍ମ ବଳେ ଆନ ହୁଏ ସ୍ୱର୍ଗ ଗତି ପାପ କଲା ଲୋକ ନର করে ପଡ଼ିଥାନ୍ତି ଆଏ ନାରଦ ମହର୍ଷି କର୍ମ ଲିପ୍ତ ହେଲେ ସଂସାରରୁ ମୁକ୍ତି ନ ମିଳେ କେତେବେଳେ ସେହି କାରଣରୁ ସନ୍ତ ତରେ ସାଧୁ ଜନ କର୍ମକ୍ଷୟ କରିବାକୁ ଏ ଯତ୍ନବାନ ଯେଉଁ ଲୋକ କର୍ମକ୍ଷୟ କରାଏ କୌଶଳେ ତା ସମାନ ବନ୍ଧୁ କେହି ନାହିଁ ମହିତଳେ ଜୀବମାନଙ୍କର କର୍ମ ଭୋଗ ଶୁଭାଶୁଭ ଦାନ ରୋଗ ବଳିଣ ମାନସରେ ଭାବ ଶ୍ରୀକୃଷ୍ଣ ଭକ୍ତ ବେଦ୍ୟ ଭକ୍ତି ରସାୟନେ সেই রোগ শান্তি করি করই যতনে সন্তুষ্ট হইলে বিষ্ণু মায়া মহামায়া সেই ভক্তি দান করে প্রকাশী দয়া রুষ্ট হইলে সাংসারিক কর্ম জাল নেই আবরণ করে দেই থাই সে পকাই সে মায়ারে বিমোহিত হই নারায়ণ করজোড়ি তপস্বীଙ୍କୁ କହିଲେ বচন
ବୋଇଲେ ଆହେ ତପସ୍ୱୀ ବର ଆମେ ମାନେ ଉତ୍ତମ ସୁଖରେ ଆଜି ରହିଲୁ ଏ ସ୍ଥାନେ ତୈଲକ ଦୁର୍ଲଭ ଯୋଉ ଯେଉଁ ଦ୍ରବ୍ୟମାନ ତାହା ଆମକୁ ପ୍ରଦାନ କର ଋଷି କଳେ ନାହା। ଏବେ ଆପଣଙ୍କ ଠାରୁ ଆଉ କିଛି ମୁଇଁ ମାଗିବା ପାଇଁ କି ମନେ ବିଚାରି ଅଛଇ ଆପଣ ତ ଦାତା ବଣେ ଅଟନ୍ତି ଉତ୍ତମ ଏ ସକାଶୁ ଜାଣୁଅଛି ଏବେ ପୂର୍ଣ୍ଣ କାମ ଯେଉଁ କାମ ଧେନୁ ଗୋଟି ଆଶ୍ରମେ ତୁମର ଅଛି ତାକୁ ଦେଲେ ତୁଷ୍ଟ ହେବି ମନ ମୋର ଶୁଣିଅଛି ପୂର୍ବ କାଳେ ମହର୍ଷି ଦଧିଛି ଦେବଙ୍କୁ ଆପଣ ଅସ୍ଥି ଦେଇଥିଲେ ଯାଚି ତାହାଙ୍କଠାରୁ ଆପଣ ଅଟତ ଅଧିକ ଆପଣଙ୍କ ପକ୍ଷେ ଏହା ଅଟଇ କେତେକ ମନ କଲେ ତପ ବଳେ କ୍ଷଣକ ମଧ୍ୟରେ ସରଜି ପାରିବ କେତେ ଗାଈ ଏ ପ୍ରକାରେ ଏ ଗୋଟିକ ଦେଲେ କଷ୍ଟ ନହିବ ତୁମର ଆନନ୍ଦରେ ପୁଣି ଆମେ ବାହୁଡ଼ିବୁ ଘର ଏହି ରୂପେ ରାଜାଙ୍କ ବାକ୍ୟ ଯମଦଗ୍ନି ଶୁଣି ଅଳପ କୃତେ ତାହାଙ୍କୁ କହିଲେ ବାଣୀ ବୋଇଲେ ନୃପ ତୁମେ ଷଠ ଲୋକ ପରି କହୁଅଛ କଥା ଗୁଡ଼େ କିଛି ନ ବିଚାରି ଫନ୍ଦି କରିଅଛ ଯାହା ନ୍ୟାୟ ବ୍ୟତିକ୍ରମ ଜାଣିଲି ତୁମ ଦେହରୁ ଛାଡ଼ିଲାଣି ଧର୍ମ ବ୍ରାହ୍ମଣ ହୀନ ମୁଇଁ କ୍ଷତ୍ରିୟକୁ ଦାନ ଦେବୀ କି ରୂପେ ବୋଲୁଛ ହେ ମୁଣ୍ଡ ରାଜନ ସବୁଠାରୁ ସିନା ଦାନ ବ୍ରାହ୍ମଣ ଘେନନ୍ତି ଦ୍ୱିଜ ଠାରୁ ଧାନ ନଘେ ନହିଁ ଅନ୍ୟ ଜାତି ଏହି କାମ ଧେନୁଟିକୁ ଶ୍ରୀକୃଷ୍ଣ ଗୋଲକେ ବ୍ରହ୍ମାଙ୍କୁ ପ୍ରଦାନ କଲେ ଅତ୍ୟନ୍ତ ଉତ୍ସୁକେ ଆପଣର ତ ପୁତ୍ର ଭୃଗୁଙ୍କର ପ୍ରିୟ ସୂତ୍ର ତେଣୁ ସେ ମୋତେ ଏହାକୁ କଲେ ସମର୍ପିତ ଏହିପରି ପିତାଜିତ ସମ୍ପଦ ମୋର ଅଟନ୍ତି ଏହି ସୁରଭି ଆହେ ନରମ୍ବର ଗୋଲକ ଅଟ ଏହାର ଜନ୍ମସ୍ଥାନ ତ୍ରିଭୁବନେ ନାହିଁ ଗାଈ ଏହାର ସମାନ କଥା ମାତ୍ର କରେ ମୁହିଁ କି ରୂପେ ଏହାକୁ ତ୍ୟାଗ କରିବି ଏ କଥା ନ ଆସେ ମନକୁ ଆହେ ମୂଳ ନରପତି ମୁନୁଏ ବାଳକ ତୁମ ତଜନାରେ ମନେ ପାଇବାକୁ ଦକ ଅତିଥି ବିନା ସଂସାର ସମସ୍ତ ଲୋକଙ୍କୁ ସମସ୍ତ ସମର୍ଥ ଅଟଇ ମୁଇଁ ଭସ୍ମ କରିବାକୁ ଏବେ ମୋର ବୋଲେ ତୁମେ ଗୃହେ ଫେରି ଯାଅ ବୃଥା କଥା କହି କ୍ରୋଧ ବଢ଼ାଇ ନ ଦିଅ ପୁତ୍ର ଭାଇ ଯାକୁ ଘେନି ରହ ଯଥା ସୁଖେ ତୁଚ୍ଛା କିମ୍ବା ପଡ଼ିଅଛ କାଳ ମୃତ୍ୟୁ ମୁଖେ ଏ ରୂପେ ମୁନିଙ୍କ ବାକ୍ୟ ଶୁଣି ନରପତି ଆପଣା ମନରେ କ୍ରୋଧ ଜାତ କରିଅତି ମୁନିକୁ ପ୍ରଣାମ କରି ସୈନ୍ୟ ମଧ୍ୟ ଗଲେ କିଙ୍କର ମାନଙ୍କୁ ପାଶେ ଡକାଇ ଆଣିଲେ ବଳତ୍କାରେ ଆଣିବାକୁ ଋଷିଙ୍କର ଗାଈ କହି ସମସ୍ତଙ୍କୁ ଦେଲେ ସେକଣି ବଟାଇ ରାଜନର ମନ କଥା ଜାଣି ତ ବିଶିଳ କପିଳାବାସକୁ ଯାଇ କହିଲେ ସକଳ ଭୟ ଘେନି ପୁଣି ନେତୃ ଲୋତକ ବୁହାଇ ବହୁତ କ୍ରନ୍ଦନ କଲେ ତୁହାଇ ମୁନିଙ୍କର ଶୋକ ଦେଖି ଧେନୁ ଶିରମଣି ଆଶ୍ୱାସନା କରି ତାଙ୍କୁ କହିଲେ ବାଣୀ ବୋଇଲେ ହେ ତପି ଶ୍ରେଷ୍ଠ ନ ହୁଅ ଆତୁର ମୁହିଁ ପାଶେ ଥିଲେ ଭଲ ହେବ କି ତୁମ୍ଭର ମୁହିଁ ପାଶେ ଥିଲେ ଭେଲ ହେବ କି ତୁମ୍ଭର ଇନ୍ଦ୍ର ହଉ ନହିଲେ ବା ହେଉ ସେ ହାଳିକ ଆପଣା ଦ୍ରବ୍ୟରେ ହୋଇଥାଏ ସେ ନାୟକ ତାହାକୁ ସେ ସ୍ୱଇଚ୍ଛାରେ ଦାନ କରିପାରେ ଅନ୍ୟ ଲୋକର ସମ୍ପଦ ନାହିଁ ସେ ଦ୍ରବ୍ୟରେ ନୃପତିଙ୍କୁ ଯେବେ ତୁମ୍ଭେ ଦେବଦାନ କରି ଯିବି ମୁଁ ତାହାର ପଛେ ଅନୁସରି ନଦେଲେ ତୁମ ପାଶରେ ସବୁବେଳେ ଥିବି ଯେତେବେଳେ ଯାହା ବତାଇବ ତା କରିବି ଯୁଦ୍ଧ କରିବାକୁ ରାଜା ଆସୁଅଛି ଯେବେ ସୈନ୍ୟ ଦେଉଅଛି ଘେନି ଯାଅ ତୁମେ ତେବେ ସେହି ସୈନ୍ୟ ସାହାଯ୍ୟରେ ରାଜାଙ୍କୁ ଏଠାରୁ ଘଉଡ଼ାଇ ଦିଅ ମନେ ନହି କିଛି ବିନୁ ସର୍ବଜ୍ଞ ହୋଇଯା ତୁମେ ମାୟାରେ ମୋହିତ ହେଉଛ ଦେଖିଣ ମୋତେ ଲାଗେ ଆଚମ୍ବିତ ସଂଯୋଗ ବିଯୋଗ ଅଟେ କାଳର ଅଧୀନ ସେଥିରେ କାହାର ଶକ୍ତି ନାହିଁ କିଛି ଜାଣ ସମ୍ପଦ ଥିବା ପର୍ଯ୍ୟନ୍ତ ଅହଙ୍କାର ଥାଏ ଛିନ୍ନ ହେବା ମାତ୍ରେ ତାର ସଙ୍ଗେ ସଙ୍ଗେ ଯାଏ ଯେଉଁ ଦ୍ରବ୍ୟରେ ଆସକ୍ତ ହୋଇଥାଏ ମନ ସହଜରେ ଛାଡ଼ି ତାହା ନୁହେଁ ଯେ କଦାଚନ ତହିଁରେ ପରମ ଘାତା କଷ୍ଟ ଉପୁଜାଇ ମାତ୍ର ଜ୍ଞାନୀ ଲୋକ ତାହା ଜାଣି ନ ପାରଇ ଏମନ୍ତ କହି ସୁରଭି ବହୁତ ସଲନ୍ୟ ଜାତ କଲେ ଅସ୍ତ୍ର ସହିତରେ ଜାଣ ଖଡ୍ଗଧାରୀ ତିନି ଗୋଟି ବଳ ତାହାଙ୍କର ମୁହୂର୍ତ୍ତକେ ହେଲେ ମୁଖ ମଧ୍ୟରୁ ବାହାର ନାସିକାରୁ ହସ୍ତ 5 କୋଟି ହେଲେ 7 କୋଟି ଧନୁଧର ନେତୃ ବାହାରିଲେ କପାଳରୁ ଦଣ୍ଡ ହସ୍ତ ବୀର 3 କୋଟି ବାହାର ହୋଇ ସେଠାରେ ହେଲେ ଆସି ଗୋଟି ବୃକ୍ଷ ବକ୍ଷସ୍ଥଳୁ ଶକ୍ତି ଘେନି
ତିନି କୋଟି ବଳ ବାର ହୋଇଲେ ଜାଣ ଆହେତ ପିସିଣ ପୃଷ୍ଠ ଦେଶେ ଗଦା ପାଣି ଶତ କୋଟି ଜାତ ହେଲେ ପୁଣି ପାର ତଳୁ ବାଦ୍ୟକାର ଜାତ ତିନି କୋଟି ରାଜପୁତ୍ର ଜମ୍ବୁ ବାହାରିଲେ ଗୃହ ଦେଶୁ ତିନି କୋଟି ମେଷ ଜନ୍ମିଲେ ରୂପରେ ମୁନିଙ୍କୁ ସୈନ୍ୟ ଦେବ ସୁରବି ନାନା ଶସ୍ତ୍ର ଅସ୍ତ୍ର ପୁଣି ଦେଲେ ତାଙ୍କୁ ଭାବି ୟାଙ୍କୁ ଘେରିଣ ଯୁଦ୍ଧ କର ବୋଇଲେ ତା ଦେଖି ମନରେ ମୁନି ସନ୍ତୋଷ ପାଇଲେ ରାଜାଙ୍କର ଗୁପ୍ତଚର ଆସି ସେହିଠାରୁ ଦେଖିକରି ଯାଇ ସବୁ କହିଲେ ନୃପଙ୍କୁ ଏ ଅଦ୍ଭୁତ କଥା ଶୁଣି ରାଜା ଭୟ କଲେ ଦୂତ ବେଶୀ ରାଜ୍ୟ ଆଇ ସୈନ୍ୟ ଅଣାଇଲେ ବୋଲେ ଦିନ କ୍ଷେତ୍ରବାସୀ ଆହେ ନରବର ମୁନିଙ୍କ ସଙ୍ଗରେ ବୃଥା କଳ ନ କର ଇତି ଶ୍ରୀ ବ୍ରହ୍ମଭଗବତ ପୁରାଣେ ଗଣେଶ ଖଣ୍ଡେ ଗଣେଶ ଏକନ୍ତ ବୃତ୍ତାନ୍ତେ ବର୍ଣ୍ଣନ ନାମ ତ୍ରୟଂଶ ଅଧ୍ୟାୟ।